ଜୟ ଜଗନ୍ନାଥ। ପିଲାମାନେ, ଆମର ସମାଜରେ ଆଜି 5 ଜାନୁଆରୀ 2026 ତମର ଜେନେରାଲ ସାଇନ୍ସ ଦେଇଛି ଅବଜେକ୍ଟିଭ, ତାକୁ ଆମେ ଆଜି ଆଲୋଚନା କରିବା ହେଲା। ପୂର୍ବରୁ ପ୍ରମେୟରେ ଏବଂ ସମ୍ବାଦରେ ଦେଇଥିଲା ଓଡ଼ିଆ ଆଜି 5 ତାରିଖରେ, ସେ ମଧ୍ୟ ଭିଡ଼ିଓ ଅପଲୋଡ଼ ହୋଇ ପଠାଯାଇଛି। ଏଇଟା ଏଇନା ପଠାଇଯିବ ହେଲା। କ୍ୱେଶ୍ଚନ ନମ୍ବର 1 ପିଲେ, ଲେଡ୍ ନାଇଟ୍ରେଟକୁ ଉତ୍ତପ୍ତ କଲେ ଯେଉଁ ବାଦାମୀ ରଙ୍ଗର ଧୂମ ଉତ୍ସର୍ଜନ ହୁଏ ତାହା କ'ଣ? ଲେଡ୍ ନାଇଟ୍ରେଟ୍ ପିଲେ, ଲେଡ୍ ନାଇଟ୍ରେଟ୍ ହେଲା କ'ଣ? PbNO3 এটা লেড নাইট্রেট। ଆକୁ ଯଦି ଆମେ ହିଟ୍ ଉତ୍ତାପ ଦେବା, ହିଟ୍ କରିବା, ତାହେଲେ କ'ଣ ବାହାରିବ ପିଲେ? ଲେଡ୍ ସଲଫାଇଡ୍ PbS ବାହାରିବ। PbS ଲେଡ୍ ସଲଫାଇଡ୍ ବାହାରିବ, ପ୍ଲସ୍ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ NO2 ବାହାରିବ, ପ୍ଲସ୍ ଅକ୍ସିଜେନ୍ ବାହାରିବ ହେଲା। ତାହେଲେ ଏଇ ଯେଉଁ NO2 ବାହାରିଲା, ମନେ ରଖ ପିଲେ, ଏଇ ଯେଉଁ NO2 ବାହାରିଲା ଏଇଟା ହେଉଛି ବାଦାମୀ ରଙ୍ଗ, ତାର ଧୂଆଁ ବାଦାମୀ ରଙ୍ଗ ଧୂଆଁ। ତାହେଲେ ହେଲା ଉତ୍ତର ସି। କ୍ଲିୟର? ଅପସନ୍ ସି। ଲେଡ୍ ନାଇଟ୍ରେଟ୍ PbNO3 ହିଟ୍ କରାଗଲା, ବାହାରିଲା ଲେଡ୍ ସଲଫାଇଡ୍ PbS ଆଉ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ NO2, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଆଉ ପ୍ଲସ୍ ଅକ୍ସିଜେନ୍ ହେଲା। ତାପରେ ଦେଖ 2 ନମ୍ବର ପିଲେ, କେଉଁ ରାସାୟନିକ ପ୍ରତିକ୍ରିୟାରେ ପ୍ରତିକାରକ ଦୁଇଟି ମଧ୍ୟରେ ଆୟନ ବିନିମୟ ହୋଇଥାଏ? ପ୍ରତିକାରକ ଜାଣିଛ, ବାମ ପଟେ ହେଲା ପ୍ରତିକାରକ, ଡାହାଣ ପଟେ ହେଲା ଉତ୍ପାଦ। ଏ ରିଆକ୍ଟାଣ୍ଟ, ସେ ହେଲା ପ୍ରଡକ୍ଟ ହେଲା। ତାହେଲେ ଦେଖ, ପ୍ରତିକାରକ ମଧ୍ୟରେ ଆୟନ ବିନିମୟ ହେବ ହେଲା, ତାହେଲେ ତାକୁ କହନ୍ତି ଆମର କ'ଣ କହନ୍ତି? ତାକୁ ଆମର କହନ୍ତି ଦ୍ୱୈତ ବିସ୍ଥାପନ। କ'ଣ ଏଇଟା ବୁଝେଇ ଦଉଛି, ଟିକେ ବୁଝ। ଧର Na2SO4 ସୋଡ଼ିୟମ ସଲଫେଟ୍ ହେଲା, ପ୍ରତିକ୍ରିୟା କଲା ବାରିୟମ କ୍ଲୋରାଇଡ୍ ସହିତ BaCl2 ପ୍ରତିକ୍ରିୟା କଲା। ତାହେଲେ ସୋଡ଼ିୟମ ସଲଫେଟ୍ Na2SO4 ପ୍ଲସ୍ ବାରିୟମ କ୍ଲୋରାଇଡ୍ ପ୍ରତିକ୍ରିୟା କଲେ କ'ଣ ହେବ ନା ସଲଫେଟ୍ 2- এই ସଲଫେଟ୍ 2- ବାରିୟମ 2+, ଇଏ ହେଇଯିବ କ'ଣ? ବାରିୟମ ସଲଫେଟ୍ ହେଇଯିବ। ତାହେଲେ ବାରିୟମ ସଲଫେଟ୍ ହେଇଗଲା, ବାରିୟମ ସଲଫେଟ୍ BaSO4। ତାହେଲେ ଏଥିରେ ଇଏ ସଲଫେଟ୍ ମାଇନସ୍ ଆୟନ, Ba ପ୍ଲସ୍ ଆୟନ, ତାହେଲେ ମନେ ହେଲା। ତାହେଲେ କ'ଣ ହେଲା ନା ଆୟନର ବିନିମୟ ହେଲା, ତେଣୁ କହନ୍ତି ଦ୍ୱୈତ ବିସ୍ଥାପନ ପ୍ରକ୍ରିୟା। କ୍ଲିୟର? ତାପରେ ଦେଖ 3 ନମ୍ବର ପିଲେ, କେଉଁଟି ଏକ ପ୍ରାକୃତିକ ଅମ୍ଳକ୍ଷାର ସୂଚକ ପଦାର୍ଥ? ଏଇଟା ବାରମ୍ବାର କହିଛି, ସ୍ୱତନ୍ତ୍ର ନୋଟ୍ ମୁଁ ଯେତେବେଳେ ଅମ୍ଳକ୍ଷାର ଆଉ ଲବଣ ଚାପ୍ଟର ପଢ଼େଇଛି, ଭିଡ଼ିଓରେ ଦେଖିବ ଅଛି, ସୁନ୍ଦର ଭାବେ ନୋଟ୍ ଲେଖିଦେଇଛି ହେଲା। ତାହେଲେ ଏଥିରେ କେଉଁଟି ଏକ ପ୍ରାକୃତିକ ଅମ୍ଳକ୍ଷାର ସୂଚକ ପଦାର୍ଥ ନୁହେଁ, ପ୍ରାକୃତିକ ନୁହେଁ। ତାହେଲେ ଲାଲ ବନ୍ଧାକୋବି ପ୍ରାକୃତିକ, ହାଇଡ୍ରାଞ୍ଜା ପ୍ରାକୃତିକ, ଜେରାନିୟମ ପ୍ରାକୃତିକ। ତାହେଲେ ଏଇଟା ହେଲା ଫେନୋଲଫଥାଲିନଟା ହେଲା ସିନ୍ଥେଟିକ୍। ସିନ୍ଥେଟିକ୍ ମିଥାଇଲ ଅରେଞ୍ଜ ଏଗୁଡ଼ା ସିନ୍ଥେଟିକ୍। ପୁଣି ଘ୍ରାଣ ସୂଚକ ଅଛି କ'ଣ? ଭାନିଲା ଆଉ ଲବଣ ତେଲ ଘ୍ରାଣ ସୂଚକ ସବୁ ଲେଖିକିରି କ୍ଲିୟର ଦେଇଛି, ବୁଝେଇଛି ସେଥିରେ। ତାହେଲେ ଆମର ଅପସନ୍ ଡି ହେବ, ଏଇଟା ହେଲା ଅପସନ୍ ଡି ହେବ। 4 ନମ୍ବର, ଚୂନ ପାଣିରେ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରାଇଲେ କେଉଁ ପଦାର୍ଥ ସୃଷ୍ଟି ହେବ? ଚୂନ ପାଣିରେ ଯଦି ଅଧିକ ଅଙ୍ଗାରକାମ୍ଳ, ତାହେଲେ ଖାଲି ଅଙ୍ଗାରକାମ୍ଳ ପ୍ରବେଶ କଲେ ଦୁଧିଆ ମିଲ୍କ ହେଇଯିବ। ଅଧିକ ପ୍ରବେଶ କଲେ କ'ଣ ହେବ? ଏଠି କ୍ୟାଲସିୟମ ହାଇଡ୍ରୋଜେନ କାର୍ବୋନେଟ୍, ଅପସନ୍ ସି ହେବ ହେଲା। କ୍ୟାଲସିୟମ ହାଇଡ୍ରୋଜେନ କାର୍ବୋନେଟ୍ ହେଲା, ବା କ୍ୟାଲସିୟମ ବାଇକାର୍ବୋନେଟ୍ ବି କୁହନ୍ତି ହେଲା। ଅଧିକ ଚୂନ, ଖାଲି ଅଙ୍ଗାରକାମ୍ଳ ସୀମିତ ପରିମାଣ ରହିଲେ ସେଇଟା ତାକୁ କ'ଣ କରିବ? ଦୁଧିଆ କରିଦେବ। ଅଧିକ ହେଲେ କ୍ୟାଲସିୟମ ହାଇଡ୍ରୋଜେନ କାର୍ବୋନେଟ୍ ସୃଷ୍ଟି ହେବ। ତାପରେ 5 ନମ୍ବର ଦେଖ ପିଲା, 5 ନମ୍ବର ହେଲା, ତମ୍ବା ପାତ୍ରରେ ଦହି ରଖିଲେ କେଉଁ ଗ୍ୟାସ୍ ସୃଷ୍ଟି ହୁଏ? ତମ୍ବା ପାତ୍ରରେ ଦହି ରଖିଲେ ପିଲେ ହାଇଡ୍ରୋଜେନ ଗ୍ୟାସ୍ ସୃଷ୍ଟି, ଅପସନ୍ ଏ ହେଲା।
ତାପରେ 6 ନମ୍ବର କଠିନ ଖଣିଜ ଲବଣ ରଙ୍ଗ କିପରି? ବାଦାମୀ। କଠିନ ଖଣିଜ ଲବଣ ହେଲା ବାଦାମୀ। ତାପରେ 7 ନମ୍ବର ବ୍ଲିଚିଂ ପାଉଡର ପ୍ରସ୍ତୁତି ପାଇଁ କେଉଁ କଞ୍ଚାମାଲ ବ୍ୟବହାର କରାଯାଏ? ଏଇଟା ହଉଛି ସମିତ ଚୂନ। ବ୍ଲିଚିଂ ପାଉଡର ଫର୍ମୁଲା ଜାଣିଛ ନା ନାଇଁ? ବ୍ଲିଚିଂ ପାଉଡର ଫର୍ମୁଲା ସମିତ ଚୂନ ହେଲା CaOH2 କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍ ହେଲା। କ୍ଲିୟର? ସେ କାହା ସହିତ ପ୍ରତିକ୍ରିୟା କରିବ ପିଲେ? କ୍ଲୋରିନ୍ ସହିତ ପ୍ରତିକ୍ରିୟା କରିବ, Cl2 ହେଲା। ହେଲେ ଆମର କଣ ସୃଷ୍ଟି ହବ? ବ୍ଲିଚିଂ ପାଉଡର CaOCl2, এটা ହେଲା ବ୍ଲିଚିଂ ପାଉଡର CaOCl2 ଏହା ସୃଷ୍ଟି ହବ ହେଲା। ତାହେଲେ ସମିତ ଚୂନ। କ୍ଲିୟର? 8 ନମ୍ବର କେଉଁ ଧାତୁକୁ ଖୋଲା ରଖିଲେ ନିଆଁ ଲାଗିଯାଏ ପିଲେ? କେଉଁ ଧାତୁକୁ ଖୋଲା ରଖିଲେ ନିଆଁ ଲାଗିଯାଏ? ସୋଡିୟମ। ଆଉ କିଏ? ପୋଟାସିୟମ ବି। ଆଲକାଇଲ୍ ମେଟାଲ ସବୁ ଗ୍ରୁପ ପ୍ରଥମ ଶ୍ରେଣୀର ସୋଡିୟମ ପୋଟାସିୟମ ମନେ ରଖିଥା। ତାହେଲେ 9 ନମ୍ବର ପ୍ରଶ୍ନ ପିଲେ ଧାତୁ ସହିତ ଅମ୍ଳର ପ୍ରତିକ୍ରିୟା କେଉଁ କ୍ରମଟି ଠିକ? ହେଲେ ତମର ଯୋଉ ସକ୍ରିୟତା ଶ୍ରେଣୀ ସିରିଜ ଦେଇ ପଢେଇଛି ରାଖିଛି ସେଇ ସିରିଜଟା ହେଲା ମ୍ୟାଗ୍ନେସିୟମ, ଆଲୁମିନିୟମ, ଜିଙ୍କ ଆଉ ଲୁହା। এই সিরিজটা হচ্ছে সক্রিয়তা ক্রমরে এই গোটিক ঠিক শ্রেণী ହେଲା। সেই সক্রিয় শ্রেণী ଯେଉଁ ଟେବୁଲରେ ରଖିଛି ସେଇଥିରେ ଫାଷ୍ଟ ମ୍ୟାଗ୍ନେସିୟମ ଗ୍ରେଟର ଦେନ୍ ଆଲୁମିନିୟମ ଗ୍ରେଟର ଦେନ୍ ଜିଙ୍କ ଗ୍ରେଟର ଦେନ୍ ଆଇରନ୍। 10 ନମ୍ବର ହେଲା ପିଲେ କେଉଁଟି ପାରଦର ଧାତୁପିଣ୍ଡ? ପାରଦ ଧାତୁପିଣ୍ଡ ହେଲା କଣ? ସିନାବାର। ଏନା ଗାଲେନା କହିଥିଲି ପିବିଏସ୍ ଯୋଉ ପିବିଏସ୍ ଯାଇଥିଲା ଲେଡ୍ ସଲଫାଇଡ୍ ପିବିଏସ୍ এটা ହେଲା ଗାଲେନା ଅର୍ଥ এটা ସଲଫାଇଡ୍ ପିଣ୍ଡ ଧାତୁ ପିଣ୍ଡ କାହାର? ଲେଡ୍ର ସିସାର ହେଲା। ପାରଦ ହେଲା ଏଜିଏସ୍ ପାରଦ। 11 ନମ୍ବର ପିଲେ ସଲଫାଇଡ୍ ଧାତୁପିଣ୍ଡକୁ ଅକ୍ସାଇଡରେ ପରିଣତ କରିବା ପାଇଁ ପ୍ରକ୍ରିୟା କଣ? ମନେ ରଖ, ବାରମ୍ବାର କହିଛି କାଲସିନେସନ କଣ ରୋଷ୍ଟିଂ କଣ କହିଛି। ସଲଫାଇଡ୍ ଧାତୁପିଣ୍ଡକୁ ଯଦି ଅକ୍ସାଇଡରେ ପରିଣତ କରିବା ତାକୁ କହନ୍ତି ରୋଷ୍ଟିଂ। ଏଥିରେ ଅଧିକ ବାୟୁ ଆଉ ଅଧିକ ଉତ୍ତମ ଦରକାର। ସୀମିତ ବାୟୁରେ କଲେ ତାକୁ କହନ୍ତି କାଲସିନେସନ। ସେ କଣ ନା କାର୍ବୋନେଟରୁ CO3 କାର୍ବୋନେଟରୁ କୁ ଅକ୍ସାଇଡରେ ପରିଣତ କରିବାକୁ କହନ୍ତି କାଲସିନେସନ। କିନ୍ତୁ ସଲଫାଇଡ୍ ଓରକୁ ଅକ୍ସାଇଡରେ ପରିଣତ କରିବାକୁ କହନ୍ତି ରୋଷ୍ଟିଂ। କ୍ଲିୟର? ସଲଫାଇଡ୍ ଓରକୁ ଧାତୁପିଣ୍ଡକୁ ଅକ୍ସାଇଡରେ ପରିଣତ କରିବାକୁ କହନ୍ତି ରୋଷ୍ଟିଂ। କାର୍ବୋନେଟ ଓରକୁ ଅକ୍ସାଇଡରେ ପରିଣତ କରିବାକୁ କହନ୍ତି କାଲସିନେସନ। 8 ନମ୍ବର 8 କ୍ୟାରେଟ ସୁନାର ପରିମାଣ କେତେ? ନା 75% ହେଲା। 13 ନମ୍ବର ଆମାଲଗମରେ କେଉଁ ଧାତୁ ଥାଏ? ଆମାଲଗମରେ ପିଲେ କଣ? ପାରଦ। ପାରଦ ଅନ୍ୟ ଧାତୁ ସହିତ ମିଶ୍ର ଧାତୁ ଗଢିଲେ ତାକୁ କହନ୍ତି ଆମାଲଗମ। କ୍ଲିୟର? ପାରଦ ଏଜି। ତାପରେ 14 ନମ୍ବର ଭୂପୃଷ୍ଠରେ କାର୍ବନ ପରିମାଣ କେତେ ପିଲେ? ଏ ଅପସନ ବି 0.02। ତାପରେ 15 ନମ୍ବର ସାଇକ୍ଲୋହେକ୍ସେନ ସହିତ ଆଉ କାହାର ଅଣୁସଂଖ୍ୟାତ ସମାନ ପିଲେ? କାହାର ସହ? ନା ଅପସନ ଡି ବେଞ୍ଜିନ୍ ହେଲା। 15 ନମ୍ବର ହେଲା। 15 ନମ୍ବର ବି ହେକ୍ସିନ୍ ଏଇଟା ହେକ୍ସିନ୍ ହେଲା। ସାଇକ୍ଲୋହେକ୍ସିନ୍ ଗୋଟିଏ ହେଉଛି କଣ? ଆମର ଚକ୍ରାକାର ଇଏ ମଧ୍ୟ ବେଞ୍ଜିନ୍ ଚକ୍ରାକାର କିନ୍ତୁ ସାଇକ୍ଲୋହେକ୍ସିନ୍ ସହିତ ଅଣୁସଂଖ୍ୟାତ କାହାର ସମାନ? ହେକ୍ସିନ୍ ଅପସନ ବି ର ହେଲା। ତାପରେ ଦେଖ 16 ନମ୍ବର ପିଲେ ଏଇଟା ତମେ ଜାଣିଛ ସବୁ କୁହାହେଇଛି। ଏଇଟା ହଉଛି ଆଲକୋହଲ ଗ୍ରୁପ, ଏଇଟା ହଉଛି ଆଲଡିହାଇଡ୍ ଗ୍ରୁପ, ଏଇଟା ହଉଛି କିଟୋ ଗ୍ରୁପ, ଏଇଟା ହଉଛି କାର୍ବକ୍ସିଲ ଏସିଡ୍ ଗ୍ରୁପ। କ୍ଲିୟର ମନେ ହେଲା ପିଲେ? OH ଏଇଟା ହେଲା ଆଲକୋହଲ ଗ୍ରୁପ, ଏଇଟା ହେଲା ଆଲଡିହାଇଡ୍ ଗ୍ରୁପ, ଏଇଟା ହେଲା କିଟୋ ଗ୍ରୁପ, ଏଇଟା ହେଲା କାର୍ବକ୍ସିଲ ଏସିଡ୍ ଗ୍ରୁପ। ପଚାରିଛି କାର୍ବକ୍ସିଲ ଏସିଡ୍ ଗ୍ରୁପ କୋଉଟା? ଡିଟା ହବ। କ୍ଲିୟର? ତାପରେ
ମିଥାଇଲ ଆଲକୋହଲ ପ୍ରୋପାଇଲ ଆଲକୋହଲ ମଧ୍ୟରେ ବସ୍ତୁତର ଅନ୍ତର କେତେଟା? ବଢିଆ ପ୍ରଶ୍ନଟା ପିଲେ। ମିଥାଇଲ ଆଲକୋହଲ ପ୍ରୋପାଇଲ ଆଲକୋହଲ। ମିଥାଇଲ ଆଲକୋହଲ କ'ଣ ଜାଣିଛ? CH3OH ମିଥାଇଲ ଆଲକୋହଲ ଫର୍ମୁଲା ହେଲା। ମିଥାଇଲ ଆଲକୋହଲ, ମିଥାଇଲ ପରେ ମିଥାଇଲ ଆଲକୋହଲ, ତାପରେ ଇଥାଇଲ ଆଲକୋହଲ, ତାପରେ ଇଥାଇଲ ଆଲକୋହଲ କ'ଣ ନା C2H5OH ଇଥାଇଲ ଆଲକୋହଲ। ପ୍ରୋପାଇଲ ଆଲକୋହଲ କ'ଣ ନା C3 ହେଲା। ଏଚ୍ କେତେ ହବ? 5 2 7 H7OH କ୍ଲିୟର। ତାହେଲେ ଏଇଟା ମିଥାଇଲ ଆଲକୋହଲ, ଏଇଟା C2H5OH ହେଲା ଇଥାଇଲ ଆଲକୋହଲ, ତାପରେ C3H7 ହେଲା OH ହେଲା କ'ଣ? ଏଇଟା ପ୍ରୋପାଇଲ ଆଲକୋହଲ। ତାହେଲେ ପଚାରୁଛି ମିଥାଇଲ ଆଲକୋହଲ ଆଉ ପ୍ରୋପାଇଲ ଆଲକୋହଲ ବସ୍ତୁତର ତଫାତ ଦେଖ କେତେ କେତେ ସହଜ କରିଦେବ, କିଛି ଅସୁବିଧା ନାହିଁ। ଉତ୍ତର 28 ହୋଇଛି। ଅପସନ୍ ସି 28। ମୁଁ ବୁଝେଇ ଦେଉଛି କିନ୍ତୁ 28 ହେଲା ପିଲେ ଦେଖ। CH3OH এটা C3H7OH ବସ୍ତୁତର। ତାହେଲେ OH କାଟିଦିଅ, ଏଥିରେ OH ଅଛି, ଏଥିରେ OH ଅଛି, କାଟିଦିଅ ଗଲା। ଏଥିରେ ଗୋଟିଏ C ଅଛି, ଏଠି 3ଟା C ଅଛି, ତାହେଲେ C 2ଟା ହେଲା କ୍ଲିୟର। ହାଇଡ୍ରୋଜେନ 3ଟା ଅଛି, ହାଇଡ୍ରୋଜେନ 7ଟା ଅଛି, ହାଇଡ୍ରୋଜେନ 4ଟା ହେଲା। ତାହେଲେ ଏତିକିରେ ତ ବାହାର କରିଦେଲେ ହବ। କଥା ବୁଝିପାରିଲେ ପିଲେ? ଆରେ ୟାଠୁ ଇଏ କେତେ ଅଧିକା ବସ୍ତୁତ। ତାହେଲେ ଏଥିରେ ତ C ଅଛି ଗୋଟିଏ, ଏଥିରେ C ଅଛି 3ଟା, ତାହେଲେ ଆଉ 2ଟା C ରହିଲା ଅଧିକା ୟାର। ତାପରେ OH ତ ଏଥିରେ ଅଛି, ଏଥିରେ ତ OH କଟିଗଲା। ଏଥିରେ H 3ଟା ଅଛି, ଏଠି H ଅଛି 7ଟା, ତାହେଲେ H କେତେ ହେଲା? 4ଟା। ତାହେଲେ ୟାରି ବସ୍ତୁ ବାହାର କରିଦେଲେ ହବ। କାର୍ବନ ବସ୍ତୁ କେତେ ପିଲେ? କାର୍ବନ ବସ୍ତୁ ହେଉଛି 6 6 12, 2ଟା ଅଛି, 12 2 24। ହାଇଡ୍ରୋଜେନ 4, 24 4 28, ଉତ୍ତର ହବ 28 କ୍ଲିୟର। ତାପରେ 18 ନମ୍ବର କେଉଁଟି ମେନ୍ଲି ପର୍ଯ୍ୟାୟର ଗ୍ରୁପ ସେକେଣ୍ଡର ଅନ୍ତର୍ଭୁକ୍ତ ମୌଳିକ ନୁହେଁ? କିଏ ସେ ପିଲେ? ନା ବୋରନ ନୁହଁ। ଜାଣିଛ ଏଟା ବାରମ୍ବାର ବୁଝାଇଛି, ଟେବୁଲ ଦେଖିଛ କ'ଣ ଅଛି। ତାହେଲେ ବୋରନ ଗ୍ରୁପ 2ର ନୁହଁ। କୋଉଥିରେ ଗ୍ରୁପ କୋଉଠାରେ? 13 ନମ୍ବରରେ ଅଛି ବୋରନ, ମନେ ରଖିବ। 29 ନମ୍ବର କେଉଁ ମୌଳିକର ବ୍ୟାସାର୍ଦ୍ଧ ସବୁଠାରୁ କମ? କାହାର? ଆଜି ପ୍ରଥମ ହାଇଡ୍ରୋଜେନ, ତାର ହାଇଡ୍ରୋଜେନ ଏବଂ ସବୁଠୁ ହାଲକା ମୌଳିକ ହାଇଡ୍ରୋଜେନ ହେଲା। ଦେଖ ତାପରେ 20 ନମ୍ବର ପିଲେ, ମୋର ଯୋଉ ସାଇନ୍ସ ପଢେଇଥିଲି ପ୍ରଥମ ଏଟା ଛାଡ଼ିଥିଲି, ଦେଖିବ ସେଥିରେ ସୁନ୍ଦର ଭାବରେ ମୁଁ ବୁଝେଇଛି। ଅବତଳ ଦର୍ପଣରେ କୋଉଠି ବସ୍ତୁ ରହିବ, କୋଉଠି ପ୍ରତିବିମ୍ବ ରହିବ, ହବ ସୃଷ୍ଟି ହବ କହିଛି। ସମାନ ଆକାର ପ୍ରତିବିମ୍ବ ପାଇବା ପାଇଁ ଅବତଳ ଦର୍ପଣ ସମ୍ମୁଖରେ ବସ୍ତୁ କୋଉଠି ରହିବ? ସମାନ ଆକାର ପିଲେ ସି ଠାରେ, ବକ୍ରତା କେନ୍ଦ୍ର ଠାରେ ରହିଲେ ବସ୍ତୁ ପ୍ରତିବିମ୍ବ ସେଇ ବକ୍ରତା କେନ୍ଦ୍ର ଠାରେ ହବ, ସମାନ ହବ, ବାସ୍ତବ ହବ, ଓଲଟା ହବ। ମନେ ରଖିଦ, କହି ସବୁ ବୁଝିକି ଲେଖିଦେଇଛି। ତାପରେ ଦେଖ ତା ପାଖ ନମ୍ବର ହେଲା 21 ନମ୍ବର। ସରଳ ରେଖାରେ ଗତି କରୁଥିବା ଆଲୋକ ଅତି କ୍ଷୁଦ୍ର ବସ୍ତୁ ପାଖରେ ବଙ୍କିଯିବା କ'ଣ କହନ୍ତି? ବିକିର୍ଣ୍ଣନ। ଅପସନ୍ ବି ହେଲା। କେଉଁଠି ଭୁଲ ଉକ୍ତି? 22 ନମ୍ବର ଦେଖ, କେଉଁଠି ଭୁଲ ଉକ୍ତି? ଭୁଲ ଉକ୍ତିଟା ହଉଛି କୋଉଟା ଭୁଲ ଉକ୍ତି? ନା ଏଇ ଅପସନ୍ ସିଟି ହଉଛି ଭୁଲ, ଆଉ ସବୁ ଠିକ। କିରୋସିନରେ ପ୍ରତିରୋଧାଙ୍କ ଜଳଠାରୁ ଅଧିକ, କିରୋସିନ ଆଲୋକିତ ଘନତା ଜଳଠାରୁ ଅଧିକ, କିରୋସିନ ବସ୍ତୁ ଘନତା ଜଳଠାରୁ କମ, ସବୁ ଉଠେ। ତାହେଲେ ଏଇ ସିଟି ହଉଛି, ଏଇ ଉକ୍ତିଟି ଭୁଲ ହେଲା। 22 ନମ୍ବର ସିଟି ଭୁଲ। ତାପରେ ଓମ୍ ଇଣ୍ଟୁ ଆମ୍ପିୟର କ'ଣ? ଓମ୍ ଇଣ୍ଟୁ ଆମ୍ପିୟର ହେଲା କ'ଣ? ଭୋଲ୍ଟ। ଓମ୍ ଇଣ୍ଟୁ ଆମ୍ପିୟର ହେଲା କ'ଣ? ଭୋଲ୍ଟ ହେଲା। ତାହେଲେ ଭୋଲ୍ଟ କ'ଣ ହେଲା? ଅପସନ୍ ବିଦ୍ୟୁତ ବିଭବ ପାର୍ଥକ୍ୟ ଭୋଲ୍ଟ। ତାହେଲେ ଅପସନ୍ ଏ ହବ ଠିକ। 24 ନମ୍ବର ଯେଉଁ ପଦାର୍ଥରେ କିଛି ପରିମାଣ ପ୍ରତିରୋଧ ଥାଏ ତାକୁ କ'ଣ କହନ୍ତି? ତାକୁ କହନ୍ତି ରେଜିଷ୍ଟର। ଯେଉଁ ପଦାର୍ଥରେ କିଛି ପରିମାଣ ପ୍ରତିରୋଧ ଥାଏ ତାକୁ କହନ୍ତି ରେଜିଷ୍ଟର। 25 ନମ୍ବର ଭାରତରେ ମିଳୁଥିବା ଏସି ପ୍ରତି ସେକେଣ୍ଡରେ ଦିଗ ବଦଳାଏ ହେଲା। କେତେ? ପ୍ରତି ସେକେଣ୍ଡରେ 0.01 ମନେ ରଖ। ସର୍ଟ କୋଶ୍ଚିନ୍ ମନେ ରଖ। 26 ନମ୍ବର ଶ୍ୱାସନଳୀର ଦ୍ୱାରରେ ଥିବା ତରୁଣାସ୍ଥିର ପ୍ଲେଟକୁ କ'ଣ କହନ୍ତି?
ଏପିଗ୍ଲୋଟିସ୍। ତାପରେ 27 ନମ୍ବର, କେଉଁ ଗ୍ରନ୍ଥିରୁ ଉଭୟ ଏଞ୍ଜାଇମ ହରମୋନ କ୍ଷେତ୍ର, ଉଭୟ ଏଞ୍ଜାଇମ ହରମୋନ କୋଉଠୁ? ଅଗ୍ନାଶୟର, ଅଗ୍ନାଶୟ, ଉଭୟ ଏଞ୍ଜାଇମ ଆଉ ହରମୋନ ହେଲା। ଅଗ୍ନାଶୟ ରସରେ ଆମାଇଲେଜ, ଲାଇପେଜ, ପ୍ରୋଟିଏଜ, ଏଇ ଯୋଉ ଖାଦ୍ୟ ହଜମକାରୀ ଏଞ୍ଜାଇମ ଗୁଡ଼ିଏ ଥାଏ ହେଲା। ଇଏ ଗ୍ରହଣୀ ସେଥିରେ ଯାଇକିରି ଖାଦ୍ୟ ସହିତ ମିଶିଥାଏ। ଏଇ 28 ନମ୍ବରଟା ଟିକେ ଇଏ ଅଛି ପିଲେ, ଆନ୍ସର ଦେଇଛି 28 ନମ୍ବର, ଯାହା ଆନ୍ସର ଦେଇଛି 28 ନମ୍ବର ଡି ଦେଇଛି, ଠିକ ଦେଇଛି ତାହେଲେ 28 ନମ୍ବର ଡି ତ ଦେଇଛି ଠିକ। ଫୁସଫୁସ କୋଟରିକା, କୋଟରିକା ଏୟାର ସାକ୍ ଯୋଉ ବାୟୁଥଳୀ, ହୃତ୍ପିଣ୍ଡ କପାଟିକା, ହୃତ୍ପିଣ୍ଡ କପାଟିକା ଅଛି ହେଲା। ତାପରେ ଶ୍ୱାସନଳୀ ଅଧିଜୁଆ ଠିକ ଅଛି। ତାହେଲେ ଆଉ ପାକସ୍ଥଳୀ ହାଇଲମ୍ ହବନି। ଆଉ ହାଇଲମ୍ଟା କୋଉଠି? ହାଇଲମ୍ଟା ଯାଇକି ବୃକକରେ ନା, ଆଉ ପାକସ୍ଥଳୀ ସହିତ ତାର ସମ୍ପର୍କ ଅଛି। ତାହେଲେ ଏ ଅପସନ୍ ଡି ଟି ଠିକ ନୁହେଁ। କ୍ଲିୟର। ତାପରେ ଆମର 29 ନମ୍ବର ଦେଖ, 29 ନମ୍ବର ପିଲେ ହଉଛି, 29 ନମ୍ବର ହଉଛି ପିଲେ କଣ? ଦୁଇଟି ଏଟିପି ଅଣୁ ଭାଙ୍ଗି ଏଡିପି ଆଉ ପିଆଇ ରେ ପରିଣତ କଲେ କେତେ ଜୁଲ ଶକ୍ତି ନିର୍ଗତ ହୁଏ? କାଲି କହିଥିଲା ଏଟା ପିଲେ 29। ଗୋଟିଏ ଏଟିପି ଭାଙ୍ଗିଲେ କହିଥିଲା କେତେ? ପ୍ରଶ୍ନଟାକୁ ପଢିବ ଭଲରେ। କାଲି କହିଥିଲା 30.5, ଆଜି ଉତ୍ତର ହବ 61। କାହିଁକି? ସେଠି ଗୋଟିଏ ଏଟିପି ଥିଲା, ଏଠି ଦିଟା ଲେଖିଛି। ଗୋଟିଏ ଏଟିପି ଭାଙ୍ଗିଲେ ଏଡିପି ଆଉ ପିଆଇ ହବ 30.5, ଯୋଡ଼ିଏ ଲେଖିଛି, ତାହେଲେ ୟାର ଦ୍ୱିଗୁଣ ହେଲା 61, ଉତ୍ତର ହବ 61 ବି ହେଲା। 30 ନମ୍ବର ଡି ଦେଖ, 30 ନମ୍ବର ଉତ୍ତର ହେଲା କଣ? ହୃତ୍ପିଣ୍ଡର କେଉଁ କୋଠରୀ ସହ ଊର୍ଧ୍ୱ ନିମ୍ନ ମହାଶିରା ସଂଯୁକ୍ତ? ତାହେଲେ ଏଇଟାକୁ କହି ବୁଝେଇ ଦଉଛି ତମକୁ, ଟିକେ ଚିତ୍ର ଟିକେ ଦେଖେଇ ଦଉଛି, କହିଦଉଛି ତମକୁ ପିଲେ, ଦେଖିଦିଅ ଟିକେ ଦେଖ, ବୁଝିଲା? ଏଇଟା ମନେ ରଖ ପରୀକ୍ଷାରେ ପିଲେ। ଏଇଟା ବାମ ହୃତ୍ପିଣ୍ଡ, ଏଇଟା ଦକ୍ଷିଣ ହୃତ୍ପିଣ୍ଡ, ଦକ୍ଷିଣ ହୃତ୍ପିଣ୍ଡ। ଏଇଟା ଉପରଟା ଅଳିନ୍ଦ, ଏଇଟା ବାମ ଅଳିନ୍ଦ, ବାମ ନିଳୟ। ଏଇଟା ଦକ୍ଷିଣ ଅଳିନ୍ଦ, ଏଇଟା ଦକ୍ଷିଣ ନିଳୟ। ମନେ ହେଲା? ଏଇଟା ବାମ ହୃତ୍ପିଣ୍ଡ, ଏପଟଟା ଏଇଟା ବାମ ହୃତ୍ପିଣ୍ଡ, ଏଇଟା ହେଲା ଦକ୍ଷିଣ ହୃତ୍ପିଣ୍ଡ। ଉପରଟାକୁ ଅଳିନ୍ଦ, ତଳଟା ନିଳୟ। ବାମ ଅଳିନ୍ଦ, ବାମ ନିଳୟ, ଦକ୍ଷିଣ ଅଳିନ୍ଦ, ଦକ୍ଷିଣ ନିଳୟ ହେଲା। କିଏ କାହା ସହ ସଂଯୁକ୍ତ? ଏଇ ଯୋଉ ଚାରିଟି କୋଠରୀ ହେଲା, ଏଇ ଯୋଉ ଚାରିଟି ଅଳିନ୍ଦ, ବାମ ଅଳିନ୍ଦ, ବାମ ନିଳୟ, ଦକ୍ଷିଣ ଅଳିନ୍ଦ, ଦକ୍ଷିଣ ନିଳୟ, ଏଇ ଯୋଉ ଚାରିଟି କୋଠରୀ ହେଲା, এই ଚାରିଟି କୋଠରୀ ଗୋଟିଏ ଗୋଟିଏ ରକ୍ତ ବାହିନୀ ସହିତ ସଂଯୁକ୍ତ, ଗୋଟିଏ ଗୋଟିଏ ରକ୍ତ ବାହିନୀ ସହିତ ସଂଯୁକ୍ତ। ମନେ ରଖ, ଗୋଟିଏ ଗୋଟିଏ ରକ୍ତ ବାହିନୀ ସହିତ ସଂଯୁକ୍ତ। ତାହେଲେ ଏଇଟା ମନେ ରଖ, ଏଇଟା କଣ? ବାମ ଅଳିନ୍ଦ। ଏଇଟା ହେଲା ଫୁସଫୁସିୟ ଶିରା, ଫୁସଫୁସିୟ ଶିରା। এইটা মনে ରଖିଦ, ଏପଟୁ ଫୁସଫୁସିୟ ଧମନୀ। এইଟା ଫୁସଫୁସିୟ ଶିରା, କଣ? ବାମ ଅଳିନ୍ଦ। এইଟା କଣ? ଅଳିନ୍ଦ ନିଳୟ, ଦକ୍ଷିଣ ନିଳୟ, ଫୁସଫୁସିୟ ଧମନୀ। এইটা ফুসফুসীয় ধমনী, এটা ফুসফুসীয় শিরা। এইটা হলা মহাশিরা, এটা হলা মহাধমনী। মনে হল? এটা ফুসফুসীয় শিরা, ফুসফুসীয় ধমনী, এটা মহাশিরা, এটা মহাধমনী। ঊর্ধ্ব মহাশিরা, নিম্ন মহাশিরা। তাহলে এটা অলিন্দ, এটা নিলয়, এটা অলিন্দ, এটা নিলয়, এটা বাম অলিন্দ, বাম নিলয়, দক্ষিণ অলিন্দ, দক্ষিণ নিলয়। এটা তাহলে লেখা সହିତ କିଏ ଧরে? এটা ফুসফুসীয় শিরা, বাম অলিন্দ ହେଲା। এইটা ହେଲା କଣ? ঊর্ধ্ব ମହାଶିରା, ନିମ୍ନ ମହାଶିରା, ଦକ୍ଷିଣ ଅଳିନ୍ଦ। এইଟା ଫୁସଫୁସିୟ ଧମନୀ, ଦକ୍ଷିଣ ନିଳୟ। এইଟା ହଉଛି ବାମ ନିଳୟରେ ହେଲା କଣ? ମହାଧମନୀ। କ୍ଲିୟର? ମନେ ରଖିବେ ଏଟା। ତାହେଲେ ଏଠି କୋଉଟା ଉତ୍ତର ହବ? ହୃତ୍ପିଣ୍ଡର କେଉଁ କୋଠରୀର ଊର୍ଧ୍ୱ ନିମ୍ନ ମହାଶିରା, ଦକ୍ଷିଣ ଅଳିନ୍ଦ। ଏନା ବୁଝେଇଲି ସବୁ। କ୍ଲିୟର? 31 ନମ୍ବର, ରକ୍ତ ବର୍ଗ କିଏ ଆବିଷ୍କାର କରିଥିଲେ? କାର୍ଲ ଲ୍ୟାଣ୍ଡଷ୍ଟେଇନର। ଅପସନ ଏ ହେଲା। ତାପରେ ଦେଖ 32 ନମ୍ବର, 32 ନମ୍ବର ଦେଖ, 32 ନମ୍ବର ହେଲା କେଉଁଟି ୟୁରିଆ ପ୍ରସ୍ତୁତକାରୀ ଅଙ୍ଗ? କିଏ ସେ? ୟୁରିଆ ପ୍ରସ୍ତୁତ ଅଙ୍ଗ ହେଲା ଯକୃତ।
यूरिया निष्कासन अंग किए से बृकक मन रख क्लियर यूरिया प्रस्तुतकारी अंग है यकृत आउ निष्कासन हूँ बृकक साहाଯ୍य है। 33 नंबर निष्क्रिय शोषण ପାଇଁ कौन आवश्यक निष्क्रिय शोषण ପାଇଁ उच्छेदन चाप आवश्यक क्लियर। तापर देख किए न्यूरोट्रांसमीटर कार्य करिथाए एसिटिलिन कोलिन ऑप्शन सी है। तापर 35 नंबर देख पिला 35 नंबर है कौन प्रतिक्षेप क्रिया कहार भूमिका न थाए प्रतिक्षेप क्रिया भूमिका थाए सूचनाकांड थाए सेंसरी स्नायु थाए मोटर स्नायु थाए न थाए कहार मस्तिष्क क्लियर 35 है। 36 नंबर मकार भ्रूणपोष नेष्टि केतोटी गुणसूत्र थाए कहुई मकाटा दिन बुझेली जुगमक केते थाए भ्रूणपोष नेष्टि केते थाए सब कही मन रखिबो एथिरे हला भ्रूणपोष नेष्टि थाए केते 30 टा हला। 37 नंबर देख समूहाजन के अवस्था तर्कतंतु वर्धित हो गुणसूत्र केन्द्र सहित लगी जाए मध्यम अवस्था हला आपुंजन पारंषण कहीदे बुझे भल भाव क्वेश्चन आसुची। 38 नंबर अनुप्रस्थ द्विभाजन क्यों प्राणी क्षेत्र में देखा जाए पारामेसियम है। मेंडेल तत्व को स्वाधीन भाव में पुनःआविष्कार क्षेत्र में कहार भूमिका नथिला ये सब ए आउ बी सेरमार्क करेन्स और डी ब्रिस एमानकर टिके तांकर भूमिका थिला नथला कहार ए लामार्क 40 नंबर मशार डेणा और बादुड़ डेणा कौन कह जाए अनुरूपी अंग ऑप्शन बी अनुरूपी अंग। 41 क्यों जातीय मानव प्रथमे दुई गोड़े मुंड टेकी चली ऑस्ट्रेलोपिथेकस ऑप्शन सी। 42 प्रथमे क्यों देशर वैज्ञानिक माने ज्वारु शक्ति संग्रह पर योजना प्रस्तुत करथिले फ्रांस ज्वारु शक्ति संग्रह करथिले फ्रांस। तापर 43 क्यों प्रणाली रे जैव पदार्थ रु जैव शक्ति उत्पादन करा जाई न थाए 43 नंबर देख कौन कौ न थाए कोथरे ना देख तरलीकरण तापघटन अपघटन आउ गैसीकरण होई थाए न थाए कठिनकरण है ऑप्शन ए उत्तर होची ऑप्शन ए। 44 नंबर किए सौरशक्ति को रासायनिक शक्ति परिणत करे सबुज उद्भिद है सबुज उद्भिद सौरशक्ति को रासायनिक शक्ति परिणत करे। 45 नंबर क्यों बैक्टीरिया नाइट्राइट और नाइट्रेट भांगी वायुमंडल को जबखाजन मुक्त करिथांती अपजबक्षारजन बैक्टीरिया ऑप्शन सी 46 नंबर जातीय जंगल नीति केबे प्रणयन करा जायछि जंगल नीति 1988 जातीय जंगल नीति 1988। चिपको आंदोलन क्यों स्थान आरंभ होता मंडल ग्राम ऑप्शन ए चिपको आंदोलन। तापर 48 कला मृत्यु क्या कह जाए सी ऑप्शन सी प्लेग को है प्लेग कला मृत्यु। 49 कोविड-19 को नियंत्रण करने स्थानीय संक्रमण को आधार करी अति संवेदनशील अंचल कौन घोषणा कराइला आबोधांचल है। 50 विश्वर प्रथम एड्स व्याधिग्रस्त रोगी को क्यों देश चिन्ह करता प्रथमे अमेरिका। थैंक यू वेरी मच वीडियो देख कमेंट कर।